ଜୟ ଜଗନ୍ନାଥ। ମୁଁ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ଭୋଇ। ଆଜି କଣ ରହିଛି 77ତମ? ଆଜି ହେଉଛି ଜାନୁଆରୀ 26 ଗଣତନ୍ତ୍ର ଦିବସ। ତ ଏଇ ଦିବସରେ ଆମର ଦେଶ ସ୍ୱାଧୀନ ହୋଇଥିଲା। ତ ଆମ ଦେଶ 1947 ଅଗଷ୍ଟ 15ରେ ସ୍ୱାଧୀନ ହୋଇଥିଲେ ମଧ୍ୟ ଆମର 1950 ମସିହା ଜାନୁଆରୀ 26ରେ ଆମର ଆଇନର ଖସଡ଼ା ତିଆରି ହୋଇଥିଲା। এই ଖସଡ଼ାଟି କିଏ ତିଆରି କରିଥିଲେ? ଡକ୍ଟର B.R. ଆମ୍ବେଦକର। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏହି ଆଇନ ପ୍ରଣୟନ ଦ୍ୱାରା ଆମର ଦେଶର ସମସ୍ତ ନାଗରିକ ସମସ୍ତେ ଆଇନରେ ବନ୍ଧା। ଏହି ଦିବସ ଦ୍ୱାରା ଏଇ ଯେଉଁ ପତାକା ଉତ୍ତୋଳନଟା କରାଯାଏ, ଯେଉଁମାନେ ଆମ ଦେଶକୁ ସ୍ୱାଧୀନତା ଆଣିଛନ୍ତି ତାଙ୍କର ଯେଉଁ ଅମର ଆତ୍ମା ମାନେ ମହାତ୍ମା ଗାନ୍ଧୀ ହୁଅନ୍ତୁ, ସୁଭାଷ ଚନ୍ଦ୍ର ବୋଷ ହୁଅନ୍ତୁ, ଗୋପବନ୍ଧୁ ଦାସ, ତାଙ୍କର ଯେଉଁ ବଳିଦାନ ଆମ ଦେଶ ପ୍ରତି ଅଛି, ତାଙ୍କର ସ୍ମରଣକୁ ସ୍ଲୋଗାନ କରିବା ପାଇଁ ବା ଆମର ଏହି ସ୍ୱାଧୀନତା ଆଣିବା ପାଇଁ ଏହି ଜାନୁଆରୀ 26 ପାଳନ କରାଯାଏ ପ୍ରତିବର୍ଷ। କେମିତି ରହିଲା ଆଜି ସବୁଆଡେ? ବହୁତ ବହୁତ ଧନ୍ୟବାଦ ତ ଦେବି ଆମର ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ଆଉ MBK ପ୍ରାଣୀ ମିତ୍ର, କୃଷି ମିତ୍ର, ଆଉ ମେସେସ୍ ଗ୍ରୁପ ସମସ୍ତଙ୍କୁ, ଆମର ୱାର୍ଡ଼ ସଭ୍ୟା ସମସ୍ତଙ୍କର ସହଯୋଗ ସହାନୁଭୂତି ଆଉ ଗ୍ରାମବାସୀମାନଙ୍କର ସହଯୋଗରେ ଆଜିର ଦିନଟା ବହୁତ ଭଲରେ ଉତ୍ତୋଳନ କରାଗଲା ପତାକା। ଭାଇ ଆମେ ଗୋଟେ ଦେଖିଲୁ ପ୍ରତି ସରପଞ୍ଚ ତ ଅଛନ୍ତି କିନ୍ତୁ ଆପଣ ସ୍କୁଲ ପିଲାଙ୍କୁ ଇନଭାଇଟ୍ କରିଥିଲେ, ଏଇଟା କେମିତି ଆସିଲା ଧାରଣା? ଦେଖନ୍ତୁ, କିଛି ଜିନିଷ ନିଆରା କରିବାର ଅଛି, କାରଣ ବଡ଼ ଲୋକମାନେ ତ ତାଙ୍କର ବୁଦ୍ଧିଜୀବୀ ହେଲେଣି, ସବୁ ଜିନିଷ ଜାଣିଲେଣି। ଛୋଟ ଛୁଆଙ୍କୁ ଏଥିରେ ଇଣ୍ଟରଫାୟାର କରିବାର ମାନେ ହେଉଛି ସିଏ ବି କିଛି ଜାଣନ୍ତୁ। ସମସ୍ତେ ଦୁନିଆରେ ପାଠ ତ ପଢ଼ିଲେ ହେବ, ଦେଶ କେମିତି ସ୍ୱାଧୀନ ହୋଇଥିଲା, କେମିତି ଆମେ ଜୀବନ ଶୈଳୀଟାକୁ ଆଗକୁ ବଢ଼ିବା, ଭଲ ସଂସ୍କାର କରିବା, ଆମେ କାହାକୁ ଅନ୍ୟାୟ କରିବା ନାହିଁ, କାହା ପ୍ରତି ପ୍ରତିବାଦ କରିବା ନାହିଁ, କାହାକୁ ହିଂସା କରିବା ନାହିଁ, କାହାକୁ ଚୋଟ ପକାଇବା ନାହିଁ। ତେଣୁକରି ଏହି ଉଦ୍ଦେଶ୍ୟରେ ଆମେ ସ୍କୁଲମାନଙ୍କୁ ଡାକିଥିଲୁ, ତାଙ୍କୁ ଚେତାବନୀ ଓ ଆଡ଼ଭାଇସ୍ ଦେଉଥିଲୁ। ଆପଣ ସ୍କୁଲ ବେଳ କଥା ମନେ ପଡୁଛି ଭାଇ? ନିଶ୍ଚିନ୍ତ ଆଜ୍ଞା, ପିଲାବେଳେ କିଏ ଫେରେଇ ଦେବ, ଏଇଟା ତ ନିଶ୍ଚିତର କଥା। ତେଣୁକରି ବହୁତ ମନେ ପଡ଼େ ସେ ସ୍କୁଲ ଛୋଟ ପିଲାମାନଙ୍କୁ ଦେଖିଲା ପରେ। ପଞ୍ଚାୟତ ଜଗନ୍ନାଥପୁରକୁ ଏକ ସାଧାରଣତନ୍ତ୍ର ସଭା ହେଇଥିଲା, ସେଥିରେ ଯୋଗ ଦେଇଥିଲୁ। ଯାହା ହଉ ବହୁତ ଉନ୍ନତିକରଣର କାମ ସବୁ କଥା ହେଲା ଏବଂ କେମିତି ଆମ ଏରିଆ ଡେଭଲପ୍ ହେବ ଏବଂ ସବୁ ଆମ ପଞ୍ଚାୟତ ଯେତେ ଗ୍ରାମ ଅଛି କେମିତି ତା'ର ଉନ୍ନତିକରଣ କାମ ହେବ ସେଇ ବିଷୟରେ ଚିନ୍ତାଧାରା ହେଲା ଏବଂ କିଛି କାମ ହେବା ପାଇଁ ସେଟା ସ୍ଥିର ବି ହେଲା। ଯାହା ହଉ ଆମ ସରପଞ୍ଚ ବାବୁ ଏବଂ ଆମର ଯେତିକି ଅଧ୍ୟକ୍ଷ ଏଠି ଥିଲେ ସମସ୍ତଙ୍କ ଉପସ୍ଥିତିରେ ଏ କାମ ହେଲା। କେମିତି ଲାଗିଲା ପତାକା ଉଡ଼େଇ ଆପଣଙ୍କୁ? ପତାକା ଉତ୍ତୋଳନ ସମୟରେ ଯାହା ବହୁତ ଭଲ ଲାଗିଲା। ଏ ତ ଏକ ଦେଶ ସ୍ୱାଧୀନ, ଏଟା ଅଲ୍ ଓଭର ଇଣ୍ଡିଆରେ ହେଉଛି ଏବଂ ଆମେ କରୁଛୁ। ଇଏ ଗୋଟେ ବହୁତ ବଡ଼ ପର୍ବ ହିସାବରେ ପାଳନ କରିବା କଥା, ଆମେ ବହୁତ କମ୍ କରୁଛୁ ଏବଂ ଆଗାମୀ ଦିନରେ ଆମେ ୟାକୁ ଆଉ ଅଧିକ ଉନ୍ନତ ଧାରଣରେ କରିବା ପାଇଁ ଚେଷ୍ଟା କରିବୁ। ଥ୍ୟାଙ୍କ ୟୁ।